ସାର୍ ଆପଣଙ୍କର ପରିଚୟ ଏବଂ ଜଟଣୀରେ ଆଜି ଯେଉଁ ସାଧାରଣ ପରିଷଦ ବୈଠକଟି ହେଲା ଆପଣଙ୍କୁ କେମିତି ଲାଗିଲା? ମୁଁ ହେଉଛି ଆଲୋକ ଘୋଷ। ମୁଁ ଜଏଣ୍ଟ ସେକ୍ରେଟାରୀ ବା ଯୁଗ୍ମ ସମ୍ପାଦକ ଆମର ୱେଷ୍ଟର୍ଣ୍ଣ ଜୋନ୍ର ମୁଁ ଅଛି, ପଶ୍ଚିମ ଓଡ଼ିଶାର। ଆଉ ଆଜି ଆମେ ଆମର ବାର୍ଷିକ ସାଧାରଣ ବୈଠକ ଥିଲା ଓଡ଼ିଶା ନାଟ୍ୟ ସଂଘର। ଏଥିରେ ଆମେ ବହୁତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସବୁ ନିଆଯାଏ। ବର୍ଷକରେ ଥରେ ଆମର ଏଇଟା ସାଧାରଣ ପରିଷଦ ବୈଠକ ସମସ୍ତ ଅଞ୍ଚଳରୁ ମାନେ ଆମର ୱେଷ୍ଟ ଇଷ୍ଟ ସାଉଥ୍ ସବୁ ଜାଗାରୁ ଆମର ରିପ୍ରେଜେଣ୍ଟେଟିଭ୍ ମାନେ ଆସନ୍ତି। ଆଜି ବି ମଧ୍ୟ ଆସିଥିଲେ। ଉତ୍ତରାଣୀ କ୍ଲବରେ ଆମର ଥିଲା ଆଜି ମିଟିଂ। ବହୁତ ଗୁରୁତ୍ୱପୂର୍ଣ୍ଣ ସବୁ ଡିସିସନ୍ ନିଆଗଲା। ନିଶ୍ଚିତ ଭାବରେ ନାଟ୍ୟ ସଂଘକୁ ଆଗକୁ ନେବ। ଏ ନାଟ୍ୟ ସଂଘ ଓଡ଼ିଶାର ଗୋଟେ ନାଟ୍ୟ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେଥିପାଇଁ ଆମେ ନାଟ୍ୟ ସଂଘ ପାଇଁ ଗର୍ବିତ। ଏବଂ ଆଜି ଯେଉଁ ଏ ପରିବେଶରେ ଯେଉଁ ଆମର ସାଧାରଣ ପରିଷଦଟା ହେଲା ବହୁତ ଆନନ୍ଦଦାୟକ ଆଉ ବହୁତ ଉପଭୋଗ ବି ଆମେ କଲୁ। ଆଉ ମିଟିଂଟି ବହୁତ ଶାନ୍ତି ଶୃଙ୍ଖଳାର ସହିତ ହେବା ସଙ୍ଗେ ସଙ୍ଗେ ବହୁତ ପ୍ରସ୍ତାବ ଆମର ନିଆଗଲା। ସେ ପ୍ରସ୍ତାବ ନିଶ୍ଚୟ ଆଗାମୀ ଦିନରେ ନାଟ୍ୟ ସଂଘର ଉନ୍ନତି ଏବଂ ନାଟ୍ୟ କଳାର ଉନ୍ନତି ପାଇଁ ଆମେ ଓଡ଼ିଶାରେ ସମସ୍ତେ ଚେଷ୍ଟା କରିବୁ। ଧନ୍ୟବାଦ। ଧନ୍ୟବାଦ।